ଆଜ୍ଞା ଜୟ ଜଗନ୍ନାଥ। ଆଜି ଆମେ ପିପିଲି ସ୍ଥିତ ବାସୁଦେବପୁର ଦାଣ୍ଡ ମୁକୁନ୍ଦପୁର ଗ୍ରାମ ଯୋଉଠି ତାଙ୍କର ରାମନୀଳା ହଉଛି, ଦୀର୍ଘ 4 ଦିନ ଧରି ରାମନୀଳା ହଉଥିଲା। ଆଜି ଅନ୍ତିମ ପର୍ଯ୍ୟାୟ, ଅନ୍ତିମ ଦିବସ ଲଙ୍କା ଦହନ ବିଷୟଟି ଆଜି ପରିବେଷଣ କରାଯିବ। ଆମ ପାଖରେ ଆଜିର ଯେ ଲିଡ୍ ରୋଲ୍ ଭୂମିକା, ହନୁମାନ ଭୂମିକା ନିଭାଉଛନ୍ତି, ସେ ଭାଇ ଉପସ୍ଥିତ ଅଛନ୍ତି, ତାଙ୍କ ପ୍ରତିକ୍ରିୟା ନେବା। ଆଜ୍ଞା ଜୟ ଜଗନ୍ନାଥ। ଆପଣଙ୍କର ନାଁଟି ସର୍ବପ୍ରଥମେ ଆମ ଦର୍ଶକ ଗଣରେ କହିବେ। ରଞ୍ଜିତ ବାରି। ଏଇଠି ଆଗରୁ କେତେ ବର୍ଷ ହେଲାଣି ରୋଲ୍ କରୁଛନ୍ତି ଆପଣ ହନୁମାନ ଭୂମିକାରେ? ହନୁମାନ ଭୂମିକାରେ ମୁଁ 8 ବର୍ଷ ହେଲା ରୋଲ୍ କରୁଛି। 8 ବର୍ଷ ହେଲାଣି। ଆଗରୁ କିଏ ଆପଣଙ୍କ ଘରୁ ରୋଲ୍ କରୁଥିଲେ ନା ନାଇଁ? ଆଉ ଜଣେ ରୋଲ୍ କରୁଥିଲେ, ମାମୁଁ ଜଣେ। ଆଚ୍ଛା। ତ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କର ପ୍ରମୁଖ ସେବକ, ଆଦ୍ୟ ସେବକ କହିଲେ ଲକ୍ଷ୍ମଣ ତ ରହିଲେ ତାଙ୍କ ଭାଇ ହିସାବରେ ସେ ସେବା କଲେ। ତାଙ୍କର ଯିଏ ସମ୍ବାଦ ନେଇକି ଯାଇଥିଲେ ରାମ ସୀତାଙ୍କ ପାଖକୁ, ଆଦ୍ୟ ସେବକ କହିଲେ ମହାବୀର ହନୁମାନଙ୍କୁ ହିଁ ବୁଝାଏ। ତ କେତେ ଗର୍ବ ଅନୁଭବ ହଉଛି ଆଜି ଆପଣଙ୍କୁ ଯେ ଆପଣ ଆଜି ଲିଡ୍ ରୋଲ୍ ଭୂମିକା ନିଭାଉଛନ୍ତି, ଆପଣଙ୍କ ଗାଁର ନାଁକୁ ରୋଶନ କରୁଛନ୍ତି? ବହୁତ ଖୁସି ଲାଗୁଛି, ବହୁତ ଗର୍ବ ଅନୁଭବ କରୁଛି। ଆଚ୍ଛା, ହନୁମାନ ଭୂମିକାକୁ ଛାଡ଼ିଲେ ଆଉ କିଛି ଅଲଗା ଭୂମିକା ଆପଣଙ୍କୁ ମିଳିଛି, କରିଛନ୍ତି କିଛି? ଅଲଗା ସବରି କରିଛି। ଆଚ୍ଛା, ତ ଆଜିର ଲିଡ୍ ରୋଲ୍ ଆର୍ଟିଷ୍ଟ ହିସାବରେ ଆଜିର ଅଧ୍ୟାୟରୁ ଆପଣଙ୍କର ଫେଭରାଇଟ୍ ଗୀତ କି ଡାଇଲଗ ଗୋଟେ ଆମ ଦର୍ଶକଙ୍କ ଗହଣରେ ଆପଣ କୁହନ୍ତୁ। ଯାହା ପଚାରିଲ ଶୁଣ ମତ ମୋର ବଚନ, ତୁମ୍ଭ ବିନୁ ବଡ଼ ଦୁଃଖିକ ପ୍ରଭୁ ରାମ ଲକ୍ଷ୍ମଣ। କୃଷ୍ଣ ପକ୍ଷେ ଚନ୍ଦ୍ର ଜେନେ ଗୋବିନୁ ଦିନୁ ଦେଖିଣ, ନିଶି ଦିବସରେ ତାଙ୍କର ନାହିଁ ବସୁଭ ଦିନ। ବହୁତ ବଢିଆ। ତ ଆଗକୁ ଯଦି ଆଉ କିଛି ଅଲଗା ରୋଲ୍ ନିଭାଇବାକୁ ଦିଆଯାଏ, ସେ ରୋଲ୍ ନିଭାଇବେ ନା ନାଇଁ? ଆଜ୍ଞା। ତ ଆପଣ ମାନେ ଆଗରୁ ଯିଏ ପୂର୍ବ ପିଢି ହନୁମାନ କରୁଥିଲେ, ବର୍ତ୍ତମାନ ଆପଣ ଆସି ଯୁବପିଢିରେ ପହଞ୍ଚିଲେଣି। ଆପଣଙ୍କ ପରେ ବି ଆହୁରି ନୂଆ ନୂଆ ଯୁବପିଢି ସବୁ ଆକୃଷ୍ଟ ହେଇ ଆପଣଙ୍କୁ ଦେଖିକି ଆପଣ ମାନେ ତାଙ୍କ ପାଇଁ ଇନ୍ସପିରେସନ ନିଶ୍ଚୟ। ତ ତାଙ୍କ ଉଦ୍ଦେଶ୍ୟରେ କଣ ଶୁଭେଚ୍ଛା ବାର୍ତ୍ତା ଦେବେ? ଯେମିତି ଆପଣଙ୍କର ଏଇ ଜାଡୁମଳି ଅନୁଷ୍ଠାନ ଆଜି ପର୍ଯ୍ୟନ୍ତ ଯୋଉଭଳି ଦମଦାର ଅଭିନୟ କରି ଆସିଛନ୍ତି ସମସ୍ତେ, ଯୁବପିଢି ବି ଇନ୍ସପାୟାର ହେଇକି ସେମିତି ଏଇ ଅନୁଷ୍ଠାନକୁ ଦୀର୍ଘ ଦିନ ପାଇଁ ବଞ୍ଚେଇ ରଖିବେ। ତାଙ୍କ ଉଦ୍ଦେଶ୍ୟରେ କଣ ଶୁଭେଚ୍ଛା ବାର୍ତ୍ତା ଦେବେ? ଆମେ ଛାଡ଼ିଲା ପରେ ସିଏ ଆସିକି କରିବେ ଆଉ। ଆଚ୍ଛା, ତ ଆଉ ଗୋଟେ ଶେଷ ରିକ୍ୱେଷ୍ଟ, ତ ଭାଇଙ୍କର ଆମେ ପ୍ରଥମ ଦିନ ଡ୍ୟାନ୍ସ ବି ଦେଖିଥିଲୁ, ବନ୍ଦନା ଡ୍ୟାନ୍ସ କରୁଥିଲେ। ଆଜି ବି ନିଶ୍ଚୟ ବନ୍ଦନା ଡ୍ୟାନ୍ସରେ ବି ଅଭିନୀତ କରିପାରନ୍ତି, ଦେଖିବ ସେଇଟା ଷ୍ଟେଜରେ ଜଣା ପଡିବ। ତ ଶେଷ ରିକ୍ୱେଷ୍ଟ, ତ ଆଜି ଆପଣଙ୍କର ଆଖପାଖ ଖଣ୍ଡମଣ୍ଡଳ ପୁରୀ ଜିଲ୍ଲା, ଖୋର୍ଦ୍ଧା ଜିଲ୍ଲା, କଟକ ଜିଲ୍ଲାର ଯୋଉମାନେ ସବୁ ସୁଦୂର ଅଞ୍ଚଳରୁ ଆଜି ଆପଣଙ୍କର ଏଇ ଲଙ୍କା ଦହନ ବିଷୟଟି ଦେଖିବାକୁ ଆସିଛନ୍ତି, ତାଙ୍କ ଉଦ୍ଦେଶ୍ୟରେ କଣ ବାର୍ତ୍ତା ଦେବେ? ଯେମିତି ଆପଣଙ୍କର ଆଜିର ଦିନରେ ସେମାନେ ଠାକୁରଙ୍କର ପ୍ରସାଦ ସେବନ କରିକି ଯାଆନ୍ତୁ ଏବଂ ଲଙ୍କା ଦହନ ବିଷୟଟିକୁ ଏନ୍ଜୟ କରନ୍ତୁ, ସେମାନଙ୍କ ଉଦ୍ଦେଶ୍ୟରେ କଣ କହିବେ? ଆମେ ଭଲ କଲେ ଲୋକ ଭଲ କହିବେ, ଭଲ କହିଲେ ଆମକୁ ଖୁସି ଲାଗିବ, ଗର୍ବ ଅନୁଭବ କରିବୁ ଆମେ। ନିଶ୍ଚୟ, ବହୁତ ବହୁତ ଧନ୍ୟବାଦ। ଆପଣଙ୍କର ଆଜିର ବହୁମୂଲ୍ୟ ସମୟରୁ ଆମକୁ କିଛି ସମୟ ଦେଇଥିବାରୁ ଆମ ୟୁଟ୍ୟୁବ ଚ୍ୟାନେଲ ତରଫରୁ ଆପଣଙ୍କୁ ହାର୍ଦ୍ଦିକ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଅଭିନନ୍ଦନ। ଆପଣଙ୍କର ଚଲାପଥ କୁସୁମିତ ହଉ। ପ୍ରଭୁ ରଘୁନାଥ ଏହିପରି ଆପଣଙ୍କ ଗ୍ରାମର ମଙ୍ଗଳ କରିବା ସହିତ, ଆପଣଙ୍କ ମଙ୍ଗଳ କରିବା ସହିତ ଆପଣଙ୍କ ଜାଡୁମାଲି ରାମନାଟ୍ୟ କଳା ପରିଷଦକୁ ଏହିପରି ଉତ୍ତରୋତ୍ତର ଉନ୍ନତି କରନ୍ତୁ। ବୋଲିए ପ୍ରଭୁ ଶ୍ରୀ ରାମଚନ୍ଦ୍ର କି ଜୟ। ଜୟ ସୀତାରାମ।